ଲଗାଣ ବର୍ଷାରେ କେବଳ ଧାନ ନୁହଁ ଫସଲ ବି ନଷ୍ଟ ହୁଏ। ଆମେ ଆସି ପହଞ୍ଚୁ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ରାଇଖଣ୍ଡି ପଞ୍ଚାୟତରେ ବ୍ୟାପକ କ୍ଷତି ହେଇଛି। ଧାନ ହଉଛି ଆମର ଧାନ ପରେ ହଉଛି କହିବା ଯଦି ବାଇଗଣ ଚାଷ ହଉ ବିଭିନ୍ନ ପନିପରିବା ଚାଷ ହଉଛି। ଆମ ପାଖରେ କିଛି ଚାଷୀ ଅଛନ୍ତି ତାଙ୍କୁ କିଛି ସିଧାସଳଖ ଆଲୋଚନା କରିବା। ଦେଖନ୍ତୁ ଆଜ୍ଞା ହଉଛି ଧାନ ବି ଫସଲ ହେଇଛି, ଆପଣ ବି ଧାନ ପରେ ବି ଅନ୍ୟ ପନିପରିବା ଫସଲ କରୁଛନ୍ତି, କଣ କହିବେ କେତେ ଫସଲ ନଷ୍ଟ ହେଇଛି? ଆଜ୍ଞା ଧାନ ତ ଗଲା ସବୁ ଗଲା, ତାପରେ ପନିଆରି ଫସଲ ଦିଟା କରିଥିଲୁ ତା ଦେହରୁ କିଛି ଉପାର୍ଜନ କରିବା ପାଇଁକା ସେ ବି ଚାଲିଗଲା। ଯେ ଆମେ କେମିତି ବଞ୍ଚିବୁ ରହିବୁ ଏ ବାବଦରେ ସରକାରଙ୍କର ଏପର୍ଯ୍ୟନ୍ତ ଦେଖା ନାହିଁ କି ସାକ୍ଷାତ ବି ନାହିଁ ଯେ ଆମେ ଚାଷୀ ବର୍ତ୍ତମାନ ଯୋଉ ପ୍ରକାର ପରିସ୍ଥିତିରେ ଅଛୁ ମରିବା ବଞ୍ଚିବା ସାଥିରେ ସମାନେ, ଖାଲି ଅନ୍ଧ ଭଳିଆ ଆସିକିରି ବିଲକୁ ଖାଲି ହନେଇକିରି ଯିବା କଥା, ନହେଲେ ତା ଭିତରେ ଆଉ କିଛି ନାହିଁ। ଚାଷ ଆମର ସବୁ ଭାଗୁଡି ଆଜ୍ଞା କିଛି ନାହିଁ। ଯାହା କହୁଥିଲେ ଚାଷ ଫସଲ କରିକିରି 1000 ଟଙ୍କା ଖର୍ଚ୍ଚ କରିକିରି ଫସଲ ନଷ୍ଟ ହେଇଛି। ଭାଇ କଣ କହିବେ କଣ ଫସଲ କରିଥିଲେ? ଭାଇ ଆମେ 2 ଏକରରେ ଧାନ କରିଥିଲୁ, 50 ଡିସମିଲି ବାଇଗଣ କରିଥିଲୁ, ଆଉ 30 ଡିସମିଲି କଲରା କରିଥିଲୁ। ସମ୍ପୂର୍ଣ୍ଣ ଭାବେ ଲଗାଣ ବର୍ଷାରେ ଆମର କ୍ଷତିଗ୍ରସ୍ତ ହେଇଛି। ବାଇଗଣ ତ ଦେଖୁଛନ୍ତି ଆପଣ, ଡାଇରେକ୍ଟ ଆସି ଦେଖୁଛନ୍ତି କୋଉ ଭଳିଆ ହେଇଛି ବାଇଗଣ। ଆମର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ। ଚାଷ କରି ବଞ୍ଚିବା ଭାରି କଷ୍ଟ ନୁହେଁ। ଆମେ ଯାହା ଋଣ କରଜ କରି ଧାର କରି ଆଣିଥିଲୁ, ଗଭର୍ଣ୍ଣମେଣ୍ଟ ସୋସାଇଟିରୁ ଲୋନ୍ କରିଥିଲୁ, ତାହା ସୁଝିବୁ କେମିତି ଆମେ ବର୍ତ୍ତମାନ ଆମେ ଚିନ୍ତା କରିଛୁ। ସୁଝିବା ଆମର ଭାରି କଷ୍ଟସାଧ୍ୟ ହେଇଗଲାଣି। ଆଉ ଆମର ଚାଷ କରି ବଞ୍ଚିବା ବିଶେଷ କରି ମୋଟେ ହବା ସମ୍ଭବ ନୁହେଁ। ଚାଷ କରି ବଞ୍ଚିବା ଆମ ପକ୍ଷରେ ସମ୍ଭବ ଆଉ ହଉନି। କଣ ଚାହୁଁଛି ବାଧ୍ୟରେ ଆମେ ଦାଦନ ଯିବାକୁ ଆଉ କଣ କରିବୁ। ଆମର ୟଙ୍ଗ ବୟସରେ ଆମେ ଯୁବ ଚାଷୀ ମାନେ ଆମେ କେମିତି ଇନକ୍ରେଜମେଣ୍ଟ ହବୁ, ଗଭର୍ଣ୍ଣମେଣ୍ଟର କୌଣସି ସହାୟତା ଆମ ପାଖରେ ପହଞ୍ଚିବ ସେ ଆଜି ପର୍ଯ୍ୟନ୍ତ କିଛି ନାହିଁ। ଫନି ଗଲା ଆମର ଯାହା ଘର ଦ୍ୱାର ଯାହା ତ ହେଇଥିଲା ଆମେ ଚାଷ କରି ବଞ୍ଚିବା ଚେଷ୍ଟା କରିଥିଲୁ, କିନ୍ତୁ ଚାଷ କରି ଆମ ପାଇଁ ବହୁତ କଷ୍ଟ ହେଇଯାଉଛି। ଆମେ ଋଣ ଧାର କରୁଛୁ, ଯାହା ବି କରୁଛୁ କରିକି ଚାଷରେ ଲଗଉଛୁ, ତାର କିଛି ଋଣ ତ ସୁଝିବା ବଞ୍ଚିବା କଷ୍ଟ ହଉଛି। ଋଣ କଣ ସୁଝିବୁ? ଯାହା କହୁଥିଲେ ଯୋଉ ଋଣ କରି ଫସଲ କରିଥିଲେ ପରିବାର ଫସଲ, କିନ୍ତୁ ତାହା ବର୍ତ୍ତମାନ ବର୍ଷାରେ ନଷ୍ଟ ହେଇଛି। ତା କିଭଳି ଋଣ ସୁଝିବ ତା ବି ଚିନ୍ତା ବି କରି ଚାଷୀ ଆମ ପାଖରେ ବି ଚାଷୀ ଗଛ ଆସୁଛନ୍ତି। କଣ କହିବା ଆଜ୍ଞା ରାଇଖଣ୍ଡି ପଞ୍ଚାୟତର ସୁଆଲ ଗ୍ରାମର ଗଙ୍ଗାଧର ସ୍ୱାଇଁ ମୁଁ କହୁଛି। 50 ଡିସିମିଲି ବିଲ ବାଇଗଣ କରିଥିଲି, 40 ଡିସିମିଲି ବିଲ କଖାରୁ କରିଥିଲି, ଭେଣ୍ଡି 30 ଡିସିମିଲି କରିଥିଲି, 3.5 ଏକର ବିଲ ଧାନ କରିଥିଲି। ତାର ଇନକମର ପନ୍ଥା କିଛି ନାହିଁ, ଆମ ପାଖରେ କିଛି ନାହିଁ। ସବୁ ବର୍ଷାରେ ସବୁ ନଷ୍ଟ ହେଇଯାଇଛି। ଧାନ ଗଲା, ବାଇଗଣ ଗଲା, ଭେଣ୍ଡି ଗଲା, କଖାରୁ ଗଲା, ସବୁ ଯାଇଛି। କିନ୍ତୁ ସରକାରଙ୍କ ସାହାଯ୍ୟ ଆମ ପାଖରେ କିଛି ଏପର୍ଯ୍ୟନ୍ତ ପହଞ୍ଚୁନି। କଣ ଚାହୁଁଛି ସରକାରଙ୍କ ସାହାଯ୍ୟ କିଛି ମାଗୁଛି, ଏପର୍ଯ୍ୟନ୍ତ 3 ଦିନ ହେଲା କିଛି ସରକାର ଲୋକ କେହି ଦେଖା ନାହାନ୍ତି। ଆମେ ମାନେ କଣ କରିବୁ? ତେଣୁ ଲୋନ୍ ମାନ କରିକି ଭଲ ମନ୍ଦ କରି ଫସଲ ଫସଲ ଆମେ କରିଛୁ, କିନ୍ତୁ ଫସଲ ବିଲରେ ଗଲା। ତେଣୁକରି ଯୋଉ ଉପାୟ ଧରିଲେଣି ଆମେ ବର୍ତ୍ତମାନ ଯାହା ହେଲେ ଆତ୍ମହତ୍ୟା କରିବୁ। ସରକାରଙ୍କର ଖାଲି କୁହାହଉଛି ମିଳିବ ତା ମିଳିବ, କିଛି ଆମକୁ ସାହାଯ୍ୟ ମିଳୁନି। ନିଶ୍ଚିତ ଭାବରେ ଯାହା କହୁଥିଲେ ସରକାର ଖାଲି ଘୋଷଣା ହଉଛି, କିନ୍ତୁ ଚାଷୀଙ୍କ ପାଖରେ ଚାଷୀ ଅଛନ୍ତି ଭେଣ୍ଡି କରାଯାଇଥିଲା ସବୁ ପାଣି ବୁଡ଼ିକିରି ଅଛି, କିନ୍ତୁ ଆଦାୟ ହେଇପାରିବ ନାହିଁ। ସରକାରଙ୍କ ସହାୟତା ଆମେ ଋଣ କରୁଛୁ, ଯାହା ଦେବେ କାହିଁକି ସେ ଘୋଷଣା କରାଯାଇ ନାହିଁ। ଆଉ ଦେଖନ୍ତୁ ଯୋଉ ଫସଲ କରିଥିଲେ କେତେଟା ଖର୍ଚ୍ଚ କରିଥିଲେ ଆପଣ ନିଜେ ବି ପରିଶ୍ରମ କରିଥିଲେ, ସେ ବର୍ତ୍ତମାନ ଏବେ ନଷ୍ଟ ହେଇଯାଇଛି, ଯାହାକି ଫଳରେ ହଉଛି ଚଳିବା ଗୋଟେ କଷ୍ଟକର। ଆଉ ବର୍ତ୍ତମାନ ଲକ୍ଷେ ପରେ ଖର୍ଚ୍ଚ, ବର୍ତ୍ତମାନ ଘରକୁ ଆସିବ କି ନ ଆସିବ ସନ୍ଦେହ। ଆଉ କେମିତି ଚଳିବୁ? ଋଣ କରିଛୁ ସୋସାଇଟିରୁ, ସେ କେମିତି ସୁଝ ହବ କଣ ହବ ଚିନ୍ତାରେ ଅଛୁ। ଆଉ ନିଶ୍ଚିତ ଯାହା କହୁଥିଲେ ଋଣ କରି ଚାଷରେ ଟଙ୍କା ଖର୍ଚ୍ଚ କରିଥିଲେ, କିନ୍ତୁ ଏବେ ବ୍ୟାପକ କ୍ଷୟକ୍ଷତି ହେଇଛି। ଏଠି ଆଶା ରଖିଛନ୍ତି ସରକାରଙ୍କୁ କିଛି ସହାୟତା ପଡ଼ିଲେ ତା ହଉଛି କିଛି ମାତ୍ରା ଭରଣ ପୋଷଣ ବୋଲି ଆଶା ରଖିଛନ୍ତି। ପୁରୀ ଜିଲ୍ଲା ସତ୍ୟବାଦୀ ଯଦୁମୋହନ ସେଠୀଙ୍କ ରିପୋର୍ଟ ଷ୍ଟୁଡିଓ।